हाय फ्रेंड्स वेलकम करछु मोर गोटे अनदर न्यू व्लॉग को। आज सकाळ उठिला परे देखिली पारा माने खोला ହେଇଛି। सकाळू सकाळू ये पारा मान को देखिले मन बहुत खुशी हो जाए। सासू घर को आसिले ए गाई पारा प्राकृतिक परिवेश देखिले मन पूरी जाए। आपण तो जानुथिबे खरा को प्रकार होउची। तो आज टिके सकाळू मेघुआ मेघुआ पाग करछि किंतु गुळुगुळी होउची। ଯାହା ଦରକାର एठी हम ଭଲ खुडी ସବୁ बसी ତୋଳାତୋଳି गले କରି ସବୁ ଆଣି पिठा ସଜାଡ଼ିକି କରିବାକୁ चुली ଥୋଇକି लगा ଚୁଲା सरलाने। ଧୁଆଧୁଇ କରିକି आउ ହଁ एबे एठी आरिसा ତାପରେ पिठा ସବୁ हबा पई जंता होउची माने गुड़ को। एपटे आमे मा ओ मु सुजी जंती कि काकरा पिठा एवं पुरी काकरा प्रस्तुत करुछु। ମୁଁ ବି ଏପଟେ ରୋଷେଇ ବାସ ସାରି ମାଙ୍କ ପାଖରେ ବସି ପଡ଼ିଲି ତାଙ୍କୁ ଟିକେ ହେଲ୍ପ କରିବା ପାଇଁ। ଦୁଇ ଜଣ ମିଶି କରିଦେଲେ ଶୀଘ୍ର ଶୀଘ୍ର ହେଇଯିବ। ମା ଦେଖନ୍ତୁ କେତେ ସୁନ୍ଦର ସେଇ ଯୋଉ ପିଠାଟାକୁ ମୋଡ଼ିଛନ୍ତି ଆପଣ ଦେଖିପାରୁଥିବେ। ବହୁତ ଭଲ ଭାବରେ ସେ ମୋଡ଼ନ୍ତି। ଏବେ ଦେଖନ୍ତୁ ଏପଟେ ପୁରୀ ଏପଟେ କାକରା ବନେଇକି ପୁରା ପୁରି ରେଡି ହେଇଯାଇଛି। ଆଉ ଏବେ ଏଠି ତେଲ କରେଇ ବସେଇକି ମୁଁ ଅଲରେଡି ତେଲକୁ ଗରମ କରି ସାରିଛି। ଏବେ ଗୋଟେ ଗୋଟେ କରିକି ପିଠା ଗୁଡାକ ଛାଣିବା। ମତେ କହିବାକୁ ଗଲେ କାକରା ପିଠା ଖାଇବାକୁ ବହୁତ ଭଲ ଲାଗେ। ଆଉ ପିଠା ତ ସମସ୍ତଙ୍କୁ ଭଲ ଲାଗେ କାରଣ ଆମ ଓଡ଼ିଆ ଘରର ପିଠା ପଣା ସବୁବେଳେ ପର୍ବପର୍ବାଣିରେ ଛଣାଛଣି ହୁଏ। ତ ଏଠି ମୁଁ ମା କରିସାରିଲା ପରେ ମୁଁ ଗୋଟେ ଗୋଟେ କରିକି ସବୁ ପିଠା ଛାଣିକି ରଖିଦେଲି। କାକରା ପିଠା ବି ବନେଇବା ବହୁତ ସହଜ। ନଡ଼ିଆ ପୁର ଦେଇକି ଆପଣ ଜନ୍ତିକି ସୁଜିକି ନଡ଼ିଆ ପୁର ଦେଇକି ଆପଣ ଏମିତି ଛାଣିଦେବେ। ତେଣୁ ବହୁତ କମ ଇଏରେ ବି କାକରା ପିଠା ବନେଇକି ପୁରାପୁରି ରେଡି ହେଇଯାଏ। ଆଉ ତାକୁ ଖାଇବାକୁ ବି ବହୁତ ଭଲ ଲାଗେ।